नमस्कार। এই চ্যানেলটি আগন্তুক অভিজ্ঞতার গ্রন্থাগার গপ নুহি সামনাসামনি হইଥିବା অদ্ভুত ସବୁ ପରିସ୍ଥିତିର ଅନୁଭବ ଗୁଡ଼ାକ ଆପଣମାନଙ୍କୁ ଶୁଣାଇବି। ଯଦି ସବସ୍କ୍ରାଇବ୍ କରିନାହାନ୍ତି ଯଥାଶୀଘ୍ର ସବସ୍କ୍ରାଇବ୍ ଲାଇକ୍ ଆଉ ସେୟାର କରନ୍ତୁ। ଆପଣମାନେ ଅନେକ ବାହାଘର ଆଟେଣ୍ଡ କରିଥିବେ। ଚାଲନ୍ତୁ ଏହି ବାହାଘରରେ ଏମିତି କ'ଣ ଅଘଟଣ ଘଟିଥିଲା। ଝିଅ ବାହାଘର ଆମେମାନେ ଗୋପାଳପୁରରେ କରିଥିଲେ। ଆମେ ସମସ୍ତେ ରିସେପ୍ସନ୍ରେ ଯାଇଥାଉ। ଝିଆରୀ ନିରୁକୁ ଦେଖିବାରୁ ଆମେ ସମସ୍ତେ ଭାରି ଖୁସି ହେଇଗଲୁ। ଲାଲି ଶାଢ଼ୀ ପିନ୍ଧି ଶଙ୍ଖା ସିନ୍ଦୁର ଗହଣା ପାଉଁଛି ସାକ୍ଷାତ ମା ଲକ୍ଷ୍ମୀ ଠାକୁରାଣୀ ଶାଶୁଘରେ ଖାଲି ଖୁସିରେ ନାଚି ବୁଲୁଥାଏ। ଆମେ ମଧ୍ୟ ଝିଅକୁ ଶାଶୁଘରେ ଏତେ ଖୁସି ଦେଖି ଆମେମାନଙ୍କର ମନ ବି ଆନନ୍ଦରେ ଭରି ଉଠିଲା। ପାର୍ଟି ସରିଲା, ଲଜ୍ଜା ହୋମ ରୀତିନୀତି ସବୁ ସରିଯାଇଥିଲା ସକାଳରୁ ହିଁ। ନିରୁ ବାହାଘର ହେଇକି ତା ଭାଇ ତାକୁ ଶାଶୁଘରେ ଆଉ କିଛି ଆମର ସମ୍ବନ୍ଧୀୟ ଲୋକମାନେ ନେଇଯାଇଥିଲେ ଶାଶୁଘରକୁ ଛାଡ଼ିବା ପାଇଁ। ଆଉ ଆମେ ଚଉଠି ରିସେପ୍ସନ୍ ଦିନ ସକାଳୁ ସକାଳୁ ହିଁ ପହଞ୍ଚିଥିଲୁ। ଯେତେବେଳେ ପାର୍ଟି ଆଦି ସବୁ ସରିଗଲା, ନିରୁକୁ ନେଇ ସମସ୍ତେ ଚଉଠି ରାତିରେ ତା ସାଙ୍ଗ, ତା ନଣନ୍ଦ, ଅନ୍ୟାନ୍ୟ ସମ୍ବନ୍ଧୀୟ ସମ୍ପର୍କୀୟ ଯେଉଁମାନେ ଥଟ୍ଟା ସବୁ ଲାଗିପାରିବେ ସମସ୍ତେ ତା ରୁମ୍ରେ ନେଇ ତାକୁ ଛାଡ଼ିଥାନ୍ତି। ହୋ ହାଟ୍ ଥଟ୍ଟା ତମାସା ସବୁ ଚାଲୁଥାଏ। ରାତି ହେଲା, ରାଜ ଜ୍ୱାଇଁଙ୍କର ନାଁ ଆଉ ନିରୁକୁ ତାଙ୍କ ରୁମ୍ରେ କବାଟ ଦେଇ ଯିଏ ଯାହା ରୁମ୍କୁ ଶୋଇବାକୁ ଚାଲିଗଲେ। ସେତେବେଳକୁ ପ୍ରାୟ ରାତି 2:30 ବା 2:45 ହେଇଥିବ। ହଠାତ୍ ରାଜର ଚିତ୍କାରର ଆବାଜ ଆମେ ଶୁଣିଲୁ। ବୋଉ, ବୋଉ, ବାପା, ଆସ ସମସ୍ତେ, କେ କୁଆଡ଼େ ଅଛ? ଧାଇଁ ଆସ, ଆସ ଆସ, ଦେଖ ନିରୁକୁ କ'ଣ ହେଇଗଲାଣି, ତାକୁ ବଞ୍ଚାଅ। ଏଇଭଳିଆ ଆବାଜ। ମୁଁ ଭାବିଲି ଘୋର ନିଦ୍ରାରେ ତ ଅଛି, କିଛି ଭୁଲ ଶୁଣିଥିବି ବା ସ୍ୱପ୍ନ ଦେଖୁଥିବି। ପୁଣି ଗାଲେଇ ଟିକେ ସମୟ ପାଇଁ ମୁଁ ଶୋଇପଡ଼ିଲି। ଶୋଇବାକୁ ଚେଷ୍ଟା କରୁଥାଏ। ନା, ସେ ଶବ୍ଦ ମୋତେ 2-3 ଥର ରିପିଟେଡ଼ଲି ଶୁଣାଗଲା। ନା, କିଛି ଗୋଟେ ଗଡ଼ବଡ଼ ଥିବ। ଏ ତ ମୁଁ ସ୍ୱପ୍ନ ଦେଖୁନି, ଲାଗୁଛି ଏଇଟା କିଛି ସତ ହେଇଥିବ। ମୁଁ ସେତେବେଳକୁ ଉଠିକି, ମୋ ରୁମ୍ଟା ଥିଲା ଗ୍ରାଉଣ୍ଡ ଫ୍ଲୋରରେ, ମୁଁ ହେଉଛି ଖୁଡ଼ି ଲାଗିବି ନିରୁର। ମୁଁ ଉଠି ଗ୍ରାଉଣ୍ଡ ଫ୍ଲୋରର କବାଟଟା ଖୋଲି ସିଡ଼ିର ଉପର ଆଡ଼କୁ ଅନେଇକି ଦେଖିଲି ତା ଶାଶୁ, ଶ୍ୱଶୁର, ଅନ୍ୟ କିଛି ଜଣ ବ୍ୟକ୍ତି ସବୁ ତା ରୁମ୍ ଆଡ଼କୁ ଦୌଡ଼ୁଛନ୍ତି। ମୁଁ ବି ପାଦଚିପି ଉପରକୁ ଚଢ଼ିକି ଗଲି। ସତକୁ ସତ ହୋ ହାଲ୍ଲା ଆବାଜ ଶୁଭୁଛି। ନିଦରେ ଥାଏ, କିଛି ବୁଝି ତ ପାରୁନି। ବୁଝିବାକୁ ବହୁତ ଚେଷ୍ଟା କଲି, ଆଉ ରୁମ୍ ଆଡ଼କୁ ବି ସେଥି ଭିତରେ ମୁଁ ଆଗଉଥାଏ। ଘର ଭିତରେ ଚହଳ ଦେଖି ମୋ ଆତ୍ମା ବି କାନ୍ଦି ଉଠିଲା। ମୁଁ ବି ଖୁସିରେ ସେ ଘରେ କିଛି ସମୟ ପୂର୍ବରୁ ଏତେ ଆନନ୍ଦ, ଏତେ ଖୁସି, ଇଏ କ'ଣ ହେଇଗଲା? ମୁଁ ଦୌଡ଼ୁଥାଏ ତା ରୁମ୍ ଆଡ଼କୁ। କବାଟ ମୁହାଁମୁହିଁ ହେଇକି ଯେଉଁ ଦୃଶ୍ୟ ମୁଁ ଦେଖିଲି, ମୁଁ କ'ଣ ଭାଷା ନାହିଁ ମୁଁ ଆପଣମାନଙ୍କୁ କେଉଁ ଭଳିଆ ବୁଝେଇକି କହିପାରିବି, ମୁଁ ବୁଝିପାରୁନି। ବୁଝେଇବାକୁ ଯଥା ଚେଷ୍ଟା କରୁଛି। ମନ ଦେଇକି ଶୁଣନ୍ତୁ, ବୁଝିବାକୁ ଆଖି ବନ୍ଦ କରିକି ଚେଷ୍ଟା କରନ୍ତୁ। ରୁମ୍ରେ ମୁଁ ଯେତେବେଳେ ବସିକି ଦେଖୁଛି, ନିରୁର ଚୁଟି ଖୋଲା, ଖଟ ଉପରେ ମୁହଁ ମାଡ଼ିକି ଏଇ କ'ଣ ନିରୁ ଏମିତି ହସୁଛି? ନିରୁର ହେଲା କ'ଣ? ହାତ ଓଲଟା, ଗୋଡ଼ ଓଲଟା, ମୁହଁ ମାଡ଼ି ମୁହଁକୁ ଖଟ ଉପରେ ଖାଲି ରଗଡ଼ି ପକାଉଥାଏ। ମୁଁ ଆସ୍ତେକିନା ହାତଟାକୁ ଚିପି କବାଟରେ ଆଉଛି। ତା ନଣନ୍ଦକୁ ପଚାରିଲି, ତା ଶାଶୁ କାନ୍ଦୁଥାଏ, ଶ୍ୱଶୁର, ସମସ୍ତେ କନ୍ଦା ବୋବା ନିରୁ ଆଡ଼କୁ ସମସ୍ତେ ଦୌଡ଼ିବାକୁ ଚେଷ୍ଟା କରୁଥାନ୍ତି। ସେ କିଛି ନା କିଛି ତାଙ୍କୁ ଫୋପାଡ଼ୁଥାଏ, ଛେପ ପକାଉଥାଏ, ଅଭଦ୍ର ଭାଷାରେ ଗାଳି ଆଦି କରୁଥାଏ। ଏତେ ସବୁ ଭିତରେ ମୁଁ ଗୋଟେ କଥା ହିଁ ବୁଝିପାରିଲି, ଛାଡ଼ିବିନି ମୁଁ ତତେ, ଛାଡ଼ିବିନି, ଛାଡ଼ିବିନି ମୁଁ ତତେ, ଛାଡ଼ିବିନି। ରାହୁଲ, ତୁ ରେଡ଼ି ହେଇଯା, ତୋର ଶେଷ ମୁହୂର୍ତ୍ତ ଆସିଗଲାଣି, ତୋର ଶେଷ ମୁହୂର୍ତ୍ତ ଆସିଗଲାଣି। ଆପଣମାନେ କହିଲେ, ଯେଉଁ ଝିଅକୁ ଏତେ ଅଳିରେ, ଏତେ ଖୁସିରେ, କେତେ ସୁନ୍ଦର ଭାବରେ ସଜାଡ଼ି ଆମେ ବାହାଘର କରି ଏ ଘରେ ଆଣିକି ଛାଡ଼ିକି ଆମେ ଆସିଛୁ, ହଠାତ୍ କିଛି ସମୟ ପରେ ଆମେ ଦେଖୁଛୁ ଆମ ନିରୁ, ଆମର ସ୍ନେହର ଝିଅଟି ଏଭଳି ଅବସ୍ଥାରେ କାନ୍ଦି ବୋବେଇ ଏ କ'ଣ କରୁଛି? ସେତେବେଳକୁ କିଛି ତ ଧାରଣା ହେଇ ସାରିଛି, କିନ୍ତୁ ଏମିତି କାହିଁକି ହେଲା?
ଆସ୍ତିକିନା ସାହସର ସହିତ ଟିକି ତା ଶାଶୁର ହାତକୁ ଚିପିକି କହିଲି, ଦିଦି ଟିକେ ବାହାରକୁ ଆସିଲେ, ମୋତେ ତ ଅଡ଼ୁଆ ଲାଗିଲାଣି। ତା ଶାଶୁ ମୋତେ କହିଲେ, ମୁଁ କିଛି ଜାଣିନି ଭଉଣୀ, ମୁଁ କିଛି ବି ଜାଣିନି। ହଠାତ୍ ରାହୁଲର ଫୋନ୍ ମୋ ରୁମ୍କୁ ଆସିଲା। ତା ବାପା ଆଉ ମୁଁ ଥକିକି ଶୋଇଥିଲୁ। ଏତେ ପରିଶ୍ରମ କରିଛୁ, ଚଉଠି ଘର, ଲୋକ ବାକ ଘରେ, କୁଟୁମ୍ବ ଘର, ଆମେ ଦି ଜଣ ଥକିକି ଶୋଇ ହିଁ ଥାଉ। ରାହୁଲର ଫୋନ୍ ଆସିଲା, ବୋଉ ଟିକେ ଶୀଘ୍ର ରୁମ୍କୁ ଆସ, ନିରୁ କାହିଁକି ଏମିତି ହେଉଛି। ଆମେ ପଚାରିଲୁ, ବାପା କ'ଣ ହେଉଛି? ସେ କହିଲା, ବୋଉ ମୁଁ ତୋତେ କିଛି କହିପାରୁନି, ମୁଁ ଖାଲି ନିରୁକୁ ଚାପିକି ଧରିକି ରଖିଛି, ତମେ ଶୀଘ୍ର ଆସ ରୁମ୍କୁ। କୌଣସି ପ୍ରକାରରେ ଭଉଣୀ ମୁଁ ଦୌଡ଼ିକି ଆସିଲି। ଆସିକି ତ ଦେଖୁଛି ଏମିତି ଅବସ୍ଥା। କ'ଣ କହିବି, ଆପଣ ହିଁ କୁହନ୍ତୁ। ମୁଁ ତ କିଛି ବୁଝିପାରୁନି। ମୋର ସୁନାର ସଂସାରଟି କ'ଣ ଭାଙ୍ଗିଗଲା? ମୁଁ ତାଙ୍କୁ କ'ଣ ବୁଝେଇବି? ମୁଁ ନିଜେ ଅବା କ'ଣ ବୁଝିବି? ମୁଁ ତାଙ୍କୁ ବହୁତ ସାହସର ସହିତ ପଚାରିଲି, ଭଉଣୀ ନିରୁ ବାରମ୍ବାର କହୁଛି, ମୁଁ ଛାଡ଼ିବିନି ତତେ ରାହୁଲ, ମୁଁ ଛାଡ଼ିବିନି। କୌଣସି ଘଟଣା ଘଟିଥିଲା କି? କିଛି ଅତୀତ ଅଛି କି ଯାହା ଆପଣମାନେ ଆମମାନଙ୍କୁ ଲୁଚେଇଛନ୍ତି ବାହାଘରରୁ ପୂର୍ବରୁ? ଇଏ ତ ଲଭ୍ ମ୍ୟାରେଜ୍ ନୁହେଁ, ଏହା ତ ଆରେଞ୍ଜ ମ୍ୟାରେଜ୍। ନା ଭଉଣୀ, ସତ କହୁଛି, କିଛି ବି ଲୁଚେଇନୁ। ଲୁଚେଇବୁ କ'ଣ? ଆପଣମାନେ ଆମ ଘରକୁ ଆସିଲେ, ଆମେ ଆପଣଙ୍କ ଘରକୁ ଗଲୁ, ବିବାହଘର ଠିକ୍ ହେଲା, ସୁନ୍ଦର ଭାବରେ ଆମେମାନେ ବାହାଘର କରିଲୁ। ଏହା ଭିତରେ ଲୁଚାଲୁଚି? ନା ଭଉଣୀ, କିଛି ତ ଅଛି ନିଶ୍ଚୟ, ଯେଉଁଟା ଆପଣମାନେ ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମମାନଙ୍କର ପ୍ରଶ୍ନ ନୁହେଁ ଆପଣମାନେ କ'ଣ ଲୁଚେଇଛନ୍ତି ଆଉ କ'ଣ ଲୁଚେଇ ନାହାନ୍ତି। ପ୍ରଶ୍ନ ହେଉଛି ମୋ ନିରୁକୁ ବଞ୍ଚେଇବାର, ମୋ ନିରୁର ଜୀବନକୁ ଉଦ୍ଧାର କରିବାର। ଆମେ କିଛି ମୁହୂର୍ତ୍ତ ପୂର୍ବରୁ ରାହୁଲକୁ ଜାଣିନଥିଲୁ ରାହୁଲ କିଏ, କିନ୍ତୁ ଆପଣଙ୍କର ପରିବାର ଆଉ ରାହୁଲ ବର୍ତ୍ତମାନ ଆମର ଜଇରେ ପରିଣତ ହେଇଯାଇଛନ୍ତି। ବର୍ତ୍ତମାନ ଏ ପରିବାରକୁ ବଞ୍ଚେଇବାର ବି ଆମର ଦାୟିତ୍ୱ। ଆପଣଙ୍କୁ ହାତ ଯୋଡ଼ି ମୁଁ ପଚାରୁଛି, ଯଦି କିଛି ହେଇଥାଏ ଆମକୁ ଖୋଲିକି କୁହନ୍ତୁ। ଏତିକି ପଚାରୁ ପଚାରୁ ତାଙ୍କ ଶାଶୁର ମୁହଁଟା ଶୁଖିଗଲା। ତାଙ୍କ ମୁହଁରୁ ମୋତେ ଲାଗିଲା କିଛି ତ ଘଟଣା ଅଛି, କିଛି ତ ସେମାନେ ଆମକୁ ଲୁଚେଇବାକୁ ବେଶ ଚେଷ୍ଟା କରୁଛନ୍ତି। ମୁଁ ନିରୁର ବାପା ଆଉ ଆମମାନଙ୍କ ଘରର ଲୋକମାନଙ୍କୁ କହିଲୁ, ଆସ ସମସ୍ତେ ଆଡ଼କୁ ରୁମ୍ରୁ ବାହାରିକି ଆସ। ଇତିମଧ୍ୟରେ ନିରୁ ଉପରେ ଆମେ ଗୋଟେ ରସି ନେଇକି ବାନ୍ଧିକି ତାକୁ ଖଟରେ ବସେଇକି ରଖିଥାଉ। ତା କାରଣ ନିରୁ ଖାଲି ଝାଟି ପିଟି ହେଉଥାଏ। ମଝି ମଝିରେ ଟିକେ ଟିକେ ଚେତା ପଡ଼ିଯାଉଥାଏ, ପୁଣି ମଝି ମଝିରେ ତା ଭିତରେ ଯେମିତି କୌଣସି ଆତ୍ମା ପ୍ରବେଶ କରୁଥାଏ। ତା ଭିତରେ ବିରାଟ ଶକ୍ତି, ତା ଭିତରେ ବିରାଟ ଚିତ୍କାର, ତା ଆଖି ଲାଲ ଲାଲ କରିକି ସେ ଖାଲି ଠିଆ ହେଇ ପଡ଼ୁଥାଏ, ବସି ପଡ଼ୁଥାଏ, ଠିଆ ହେଇ ପଡ଼ୁଥାଏ, କେତେବେଳେ ଫ୍ୟାନ୍ ଧରିକି ଝୁଲୁଥାଏ। ତାକୁ ତ ଆମେ କେହି ସମ୍ଭାଳି ପାରୁନୁ। ସେ 8-10 ଜଣ ପୁରୁଷଙ୍କଠୁ ବି ସେ ଶକ୍ତିଶାଳୀ। ତାକୁ ଆମେ ବାନ୍ଧିକି ରଖିଲୁ। ମୋ ରୁମ୍କୁ ତଳ ଘରେ ଆମେ ସମସ୍ତେ ଏକାଠି ହେଲୁ। ନିରୁର ବାପା, ନିରୁର ଭାଇ, କକା, ମୁଁ, ଆମେ ସମସ୍ତେ ଗୋଟେ ମିଟିଂ କଲୁ। ଆମକୁ ବୁଝିବାକୁ ପଡ଼ିବ କ'ଣ ହେଇଛି, କ'ଣ ହେଇନି। ଚାଲନ୍ତୁ ଆମେ ପାର୍ଟ 2ରେ ଏ ଘଟଣାର ଅସଲି କାରଣ କ'ଣ, କିଏ ନିରୁ ଭିତରେ ପଶିଛି, ସେ କିଏ ପ୍ରବେଶ କରିଛି, ଆଉ ଏ ଘଟଣାର ଶେଷ କେମିତି ହେଲା, ସେ ସମସ୍ତକୁ ଆପଣଙ୍କୁ ନିଶ୍ଚୟ ଜଣାଇବି। ପାର୍ଟ 2ରେ ମୋ ସହିତ ଥାନ୍ତୁ। ମୁଁ ଆପଣଙ୍କୁ ପୁଣି ଶୁଣେଇବି ଏ ନିରାଟ ସତ କଥା କ'ଣ ହେଇଥିଲା। ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ବାଣୀ ଷ୍ଟୋରି ଏ ଗ୍ରନ୍ଥାଗାରକୁ, ସାଙ୍ଗେ ସାଙ୍ଗେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆଉ ଅଧିକରୁ ଅଧିକ ସେୟାର କରନ୍ତୁ। ଆପଣମାନଙ୍କର କମେଣ୍ଟ, ଲାଇକ୍, ସେୟାର ମୋର ମୋଟିଭେସନର କାରଣ ଅଟେ। ଆଜି ଏତିକିରେ ରହିଲି। ନମସ୍କାର।